ନମସ୍କାର। ଆଜି ଭକ୍ତ ବିଶ୍ୱମ୍ବର ଦାସଙ୍କ ବିଷୟରେ ଜାଣିବା। ଢେଙ୍କାନାଳରେ ଜଣିଏ ବଣିଆ ବାସ କରୁଥିଲେ। ତାଙ୍କର ନାମ ବିଶ୍ୱମ୍ବର ଦାସ। ତାଙ୍କ ସ୍ତ୍ରୀଙ୍କ ନାମ ରେବତୀ ଓ ଏକମାତ୍ର ପୁଅର ନାମ ରଘୁନାଥ। ତିନି ଜଣ ଯାକ ଅତ୍ୟନ୍ତ ଧର୍ମପରାୟଣ ଓ ଅତିଥି ବତ୍ସଳ ଥିଲେ। ହରିଭଜନ କୀର୍ତ୍ତନ ଓ ଶ୍ରବଣରେ ତାଙ୍କର ଭାରି ସଉକ। କେହି ହରିନାମ କରୁଥିଲେ ତାକୁ ମହା ଆଦର କରନ୍ତି ଓ ଗୁରୁଜ୍ଞାନ କରନ୍ତି। ଅତିଥି ଅଭ୍ୟାଗତକୁ ଖୁଆଇ ପିଆଇ ସନ୍ତୁଷ୍ଟ କରାଇବା, ଅନ୍ନବସ୍ତ୍ର ଦାନ କରିବା ତାଙ୍କର ନିତିଦିନିଆ କାମ। ଏହିପରି ଭାବରେ ତାଙ୍କର ପ୍ରଶଂସା ଚାରିଆଡ଼େ ବ୍ୟାପିଗଲା। ଥରେ ଦଳେ ସାଧୁ ତୀର୍ଥରୁ ବାହାରି ଗାଁ ଗାଁ ବୁଲି ଭିକ୍ଷା କରୁଥିଲେ। ଲୋକେ ବତାଇଲେ, ଆପଣମାନେ ବିଶ୍ୱମ୍ବର ଦାସ ଘରକୁ ଯାଆନ୍ତୁ, ସେଠାରେ ଉପଯୁକ୍ତ ଆତିଥ୍ୟ ପାଇପାରିବେ। ସାଧୁମାନେ ଯାଇ ବିଶ୍ୱମ୍ବର ଦାସଙ୍କ ଘରେ ପହଞ୍ଚିଲେ। ସନ୍ଧ୍ୟା ଆଗତ ପ୍ରାୟ। ରାତ୍ରି ଭୋଜନ ପାଇଁ ସମସ୍ତ ସରଞ୍ଜାମ ଯୋଗାଇ ଦେବାକୁ ବିଶ୍ୱମ୍ବରକୁ କହିଲେ। ପରମ ଆନନ୍ଦରେ ବିଶ୍ୱମ୍ବର ସାଧୁମାନଙ୍କ ପାଇଁ ନୂଆ ହାଣ୍ଡି, ସରୁ ଚାଉଳ, ମୁଗ, କ୍ଷୀର ଇତ୍ୟାଦି ଯୋଗାଡ଼ କଲେ। ମାତ୍ର କେଉଁଠୁ ଘୃତ ପାଇଲେ ନାହିଁ। ସାଧୁମାନେ ଖାଦ୍ୟ ପଦାର୍ଥରେ ଘୃତ ନଥିବାରୁ ରୋଷେଇ କରିବାକୁ ନାରାଜ କଲେ। ଘୃତ ବିନା ଭୋଜନ ଶୁଦ୍ଧ ନୁହେଁ ବୋଲି କହିଲେ। ଘୃତ ନ ଦେଲେ ଫେରିଯିବାର ନିଷ୍ପତ୍ତି ନେଲେ। ବିଶ୍ୱମ୍ବର ଦାସ କାକୁତି ମିନତି ହୋଇ କହିଲେ, ଆପଣମାନେ ରୋଷେଇ ବସାନ୍ତୁ, ମୁଁ ଯେଉଁଠି ହେଲେ ଘୃତ ଆଣିଦେବି। ଖୁସି ହୋଇ ସାଧୁମାନେ ରୋଷେଇ କରିବାରେ ଲାଗିପଡ଼ିଲେ। ଏଣେ ପିତା ପୁତ୍ରକୁ ଡକାଇ କ'ଣ କରିବେ ବୋଲି ପରାମର୍ଶ କଲେ। ଶେଷରେ ସ୍ଥିର କଲେ, ସାଧୁ ସେବାରେ ପରର ଜୀବନ ରକ୍ଷା କରିବାରେ ଚୋରି କଲେ ବା ମିଥ୍ୟା କଲେ ଦୋଷ ନାହିଁ। ଏହା ବିଚାର କରି ବାପ ପୁଅ ହାତରେ ସିନ୍ଧି କାଠି ଓ କଟୁରୀ ଧରି ପାଖ ଗାଁକୁ ଧନୀ ଘରେ ସିନ୍ଧି କରିବାକୁ ପହଞ୍ଚିଲେ। ଏକାନ୍ତ ସ୍ଥାନରେ ସିନ୍ଧି ଖୋଳି ପୁତ୍ର ସିନ୍ଧି ଗାତରେ ପଶି ଧନୀ ଘର ଭିତରେ ପଶିଲା। ଅଜସ୍ର ଧନଧାନ୍ୟରେ ପରିପୂର୍ଣ୍ଣ ଜିନିଷରେ ହାତ ନ ଦେଇ ସେ କେବଳ ଗୋଟିଏ ଘୃତ ଭାଣ୍ଡ ଉଠାଇ ସିନ୍ଧି ବାଟେ ବାପାଙ୍କୁ ବଢ଼ାଇଦେଲା। ସିନ୍ଧିରେ ପଶି ଫେରିବାକୁ ଯାଉଛି ଇତିବିଶରେ ଧନୀର ନିଦ ଭାଙ୍ଗିଗଲା। ସେ ଦେଖିଲା, ଚୋର ସିନ୍ଧି ବାଟେ ପଳାଇ ଯାଉଛି। ତେଣୁ ସେ ଚୋରର ଦୁଇ ଗୋଡ଼କୁ ଭିଡ଼ି ଧରିଲା। ଏଣେ ପୁଅ ବାପାକୁ କହିଲା, ବାପା, ଧନୀ ମୋ ଗୋଡ଼ ଧରିଛି, ତୁମେ ମୋ ମୁଣ୍ଡ ଧରି ଜୋରରେ ଟାଣ। ଏହିପରି ଭାବରେ କିଛି ସମୟ ଟଣାଓଟାରେ ଚାଲିଲା। ଶେଷରେ ପୁଅ କହିଲା, ବାପା, ତୁମେ ମୋ ମୁଣ୍ଡ କାଟି ନେଇ ଘୃତ ଭାଣ୍ଡ ସହ ପଳାଇ ଯାଅ। ମୁଣ୍ଡ ନଥିଲେ ଚୋରକୁ କେହି ଚିହ୍ନି ପାରିବେ ନାହିଁ। ଆମର ସାଧୁ ସେବା ହେବ ସହିତ ସମ୍ମାନ ରକ୍ଷା ମଧ୍ୟ ହୋଇଯିବ। ଅନ୍ୟ ଉପାୟ ନ ପାଇ ବିଶ୍ୱମ୍ବର ଦାସ ନେଇଥିବା କଟୁରୀରେ ପୁଅ ମୁଣ୍ଡ କାଟି ଘୃତ ଭାଣ୍ଡ ସହ ପଳାଇଗଲା। ଏଣେ ଧନୀ ଚୋରର ଗୋଡ଼ ଟାଣି ନେଇ ଘରେ ଦେଖେ ତ ଚୋରର ମୁଣ୍ଡ ନାହିଁ। ମୁଣ୍ଡହୀନ ଚୋରକୁ କେହି ଚିହ୍ନି ପାରିଲେ ନାହିଁ। ଠିକ୍ ସମୟରେ ଘୃତ ପାଇ ସାଧୁବୃନ୍ଦ ପରମାନନ୍ଦରେ ଭୋଜନ କଲେ। ବିଶ୍ୱମ୍ବର ଦାସ ସ୍ତ୍ରୀ ରେବତୀଙ୍କୁ ପୁତ୍ରର କଟା ମୁଣ୍ଡ ଦେଖାଇଲେ ଓ ସମସ୍ତ ଘଟଣା ବର୍ଣ୍ଣନା କଲେ। ଯାହା ବି ହେଉ, ସାଧୁ ସେବା ହୋଇପାରିଛି ଜାଣି ତାଙ୍କ ସ୍ତ୍ରୀ ସନ୍ତୋଷ ପ୍ରକାଶ କଲେ। ରଜନୀ ପାହି ଦିବସ ହେଲା। ଅତିଥିମାନେ ଶଯ୍ୟା ତ୍ୟାଗ କରି ବିଦାୟ ନେବାକୁ ବିଶ୍ୱମ୍ବରକୁ ଡାକି ଆଶୀର୍ବାଦ କଲେ ଓ କାଲି ଅନେକ ସେବା କରିଥିବା ତାଙ୍କ ପୁଅ ରଘୁ କାହିଁ ବୋଲି ପଚାରିଲେ। ଏହା ଶୁଣି ବିଶ୍ୱମ୍ବର ଭୋ ଭୋ ହୋଇ କାନ୍ଦି ଉଠିଲେ। ପୁତ୍ର ଶୋକରେ ମ୍ରିୟମାଣ ହୋଇପଡ଼ିଲେ। ଗତ ରାତିର ସମସ୍ତ ଘଟଣା ସାଧୁମାନଙ୍କ ଆଗରେ ପ୍ରକାଶ କଲେ। ସାଧୁମାନେ ପୁତ୍ରର କଟା ମୁଣ୍ଡ ଦେଖି ସ୍ତବ୍ଧ ହୋଇଗଲେ। କହିଲେ, ଏହାର ଗଣ୍ଡି କେଉଁଠାରେ ଅଛି ଆମକୁ ଦେଖାଇ ଦିଅ। ଯଦି ଦୁନିଆରେ ଭଗବାନ ଥାଆନ୍ତି, ଧର୍ମ ଥାଏ, ତାହେଲେ ଏ ପୁଅ ନିଶ୍ଚୟ ବଞ୍ଚିବ। ଏହା କହି ପୁତ୍ରର ମୁଣ୍ଡ ସହିତ ଧନୀ ଘରେ ସମସ୍ତେ ଏକଜୁଟ ହେଲେ। ଧନୀ ଚୋରର ମୁଣ୍ଡହୀନ ଶରୀରକୁ ବାହାରେ ପକାଇଥାଏ। ସାଧୁମାନେ ଗଣ୍ଡି ସହିତ ମୁଣ୍ଡକୁ ଯୋଡ଼ି ତୁଳସୀ ପତ୍ରରେ ଶବକୁ ଘୋଡ଼ାଇ ଦେଲେ। ସମସ୍ତେ କାୟମନ ବାକ୍ୟରେ ଶବକୁ ପିଣ୍ଡଦାନ ଦେବା ପାଇଁ ଭଗବାନଙ୍କୁ ଆକୁଳ ପ୍ରାର୍ଥନା କଲେ। ହରିନାମ ହରିଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଲା। ଦୟାମୟ ଭଗବାନଙ୍କ ଆସନ ଟଳମଳ ହେବାକୁ ଲାଗିଲା। ସେ ଆଉ ସ୍ଥିର ହୋଇ ରହିପାରିଲେ ନାହିଁ। ମାୟାରେ ରଘୁକୁ ଜୀବଦାନ ଦେଲେ।
ମହା ଆନନ୍ଦରେ ରଘୁନାଥ ଉଠି ସାଧୁମାନଙ୍କୁ ପ୍ରଣାମ କଲେ। ଆନନ୍ଦରେ ସମସ୍ତେ ଈଶ୍ୱରଙ୍କ ଗୁଣ କୀର୍ତ୍ତନ କରି ନାଚିବାକୁ ଲାଗିଲେ। ରଘୁନାଥର ସାଧୁମାନଙ୍କ ପାଇଁ ଜୀବନ ଦେବାକୁ ଯେଉଁ ସୁମନ ପ୍ରକାଶ ପାଇଥିଲା, ତାହା ଜାଣି ସାଧୁଗଣ ତା ନାମ ରଖିଲେ ସୁମନ।